ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ବିଜୟଙ୍କର ସ୍ୱାର୍ଥ ଦିବସରେ ଯେମିତି ସମସ୍ତେ ଆସିବେ ଦଳଗତ ବିଶେଷରେ ସମସ୍ତେ ଆସିଛନ୍ତି ଏବଂ ସମସ୍ତେ ତାଙ୍କର କଥା ରଖିଛନ୍ତି। ଆଜି ରାଜନୈତିକ କଥା କିଛି କଥା ହେବାର ନାହିଁ, ଠିକ୍ ହେବନି। ଆଗକୁ ଯାହା ନିଷ୍ପତ୍ତି ହେବ ସମୟ କହିବ ଏବଂ ସମସ୍ତଙ୍କର ଗୋଟେ ବିଜୁ ଲେଗେସି ଅନ୍ୟାନ୍ୟ କଥା ଯେଉଁ ଦଳ ଗଢ଼ିବା ଏ କଥା ଯେଉଁଟା ହେଉଛି ସେଇଟା ସମ୍ପୂର୍ଣ୍ଣ ଭାବେ ସମସ୍ତେ ବି କହିଛନ୍ତି, ଉଦ୍ୟୋକ୍ତାମାନେ ବି କହିଛନ୍ତି ସେ ଉଦ୍ଦେଶ୍ୟ ଲକ୍ଷ୍ୟ ନାହିଁ ଏବଂ ଆଗକୁ କ'ଣ ହେବ କ'ଣ ନାହିଁ ଆପଣମାନେ ସମସ୍ତେ ନିଶ୍ଚିତ ଭାବେ ଜାଣିବେ। ନିଶ୍ଚିତ ଭାବେ କିଛି କଥା ଆପଣମାନଙ୍କ ଭିତରେ ଯେଉଁଟା ଅଛି সেটা আগামী দিন মানকর আপনারা নিশ্চিত জানেন। আপন তো দীর্ঘদিন ধরে বিজয়ଙ୍କ সহিত জড়িত ଥିଲେ ଯେଉଁ କଥା দিলীপ ରାୟ କହିଲେ, ବିଜୟ ମହାପାତ୍ର କହିଲେ ଯେ ଆଜିର ଯେଉଁ ନେତାମାନେ ଅନ୍ୟ ଦଳରେ ଅଛନ୍ତି, ଯେଉଁମାନେ ବିଜୟଙ୍କୁ ଦେଖି ନାହାନ୍ତି ଜାଣି ନାହାନ୍ତି ଦଳରେ ଅଛନ୍ତି ବୋଲି ଅନେକ ପ୍ରତିକ୍ରିୟା ଦେଉଛନ୍ତି, ଆମକୁ ବିଜୁ ପାଠ ପଢ଼ାଉଛନ୍ତି। ମୁଁ ଏକମତ ସେ ତା ସାଙ୍ଗରେ ମୁଁ ଏକମତ। ବହୁତ ଲୋକ ତାଙ୍କର ସମ୍ପର୍କରେ କେବେ ଆସିନଥିଲେ, ସେମାନେ ବି ବିଜୟଙ୍କର କଥା କହୁଛନ୍ତି, ଆମେ ସ୍ରୋତ ହିସାବରେ ଶୁଣୁଛୁ। ସେଟା ତ ହେଇଛି ସତ, କିନ୍ତୁ ଗୋଟେ କଥା ବିଜୟଙ୍କର ସମୟରେ ଏମିତି କେବେ ନଥିଲା। ପ୍ରତ୍ୟେକ କର୍ମୀଙ୍କ ସହିତ ବିଜୟ ଦେଖା କରୁଥିଲେ, କଥା ହେଉଥିଲେ, ଡାକୁଥିଲେ ଏବଂ ବସୁଥିଲେ, କଥା ହେଉଥିଲେ। ବର୍ତ୍ତମାନ ଏ ଯେଉଁ ଗୋଟେ ସମସ୍ୟା ହେଇଛି, ନେତା ସାଙ୍ଗରେ ସମ୍ପର୍କ ନାହିଁ, ସେ ସମସ୍ୟା ହେଇଛି। ତେଣୁ ଆମେ ସମସ୍ତେ ଆମ ଭଳିଆ ଲୋକ ଦୂର ହେଇଛୁ। ଏଥିପାଇଁ ଆମେ କାହାକୁ ନିନ୍ଦା ଦେଇନୁ, କାହା ନାଁରେ କିଛି ଅଭିଯୋଗ କରୁନୁ। ଆମେ ଦଳରୁ ଇସ୍ତଫା ଦେଇକରି ଅଲଗା ଗୋଟେ ମଞ୍ଚ କରୁଛୁ। ରାୟଗଡ଼ାରେ ଆପଣମାନେ ସବୁ ଶୁଣିଥିବେ, ବିଜୁ ନାଁରେ ଗୋଟେ ମଞ୍ଚ କରିକିରି ଆମେ ସମସ୍ତେ ଗୋଟିଏ କାମ କରୁଛୁ ଏବଂ ବିଜୁଙ୍କର ମୁଁ ଆଜି ଯାହା ବି ଅଛି ବିଜୁଙ୍କର ଆଶୀର୍ବାଦରେ ଅଛି ଏବଂ 77ରୁ ଆଜି ପର୍ଯ୍ୟନ୍ତ ବିଜୁ ପରିବାରରେ ମୁଁ ଅଛି। ଅନ୍ୟ ଦଳକୁ କେବେ ମୁଁ ଯାଏନି କି ଅନେଇନି। କିନ୍ତୁ ସେ ଦଳ ଦୋଷରେ ବିଜୁ ବାବୁଙ୍କ ନାଁ ନେଇ ଗଠନ ହୋଇଥିଲା, ଆପଣ ସେ ଦଳରେ ଥିଲେ, ସେଠି କ'ଣ ସେ ଆଦର୍ଶ ଅଛି ଯେଉଁ ଆଦର୍ଶକୁ ନେଇ ଆଜି ଏତେ ଚର୍ଚ୍ଚା ଆଲୋଚନା? ମୁଁ ଅନ୍ୟ ଦଳ ବିଷୟରେ ବିଚାର ମୁଁ କିଛି କ୍ରିଟିସାଇଜ୍ କରିବାର କିଛି ଆବଶ୍ୟକତା ନାହିଁ। ସେ ଦଳର ଭଲ ଲାଗିଲାନି ବୋଲି ଆମେ ବାହାରକୁ ଆସିଛୁ, ସେତିକି ମାତ୍ର କହିବା, ଆଉ କିଛି କହିବା ନିଶ୍ଚୟ କିଛି ସମସ୍ତଙ୍କର ଉଦ୍ଦେଶ୍ୟ ଲକ୍ଷ୍ୟ ଆପଣମାନଙ୍କର ସମସ୍ତଙ୍କର ମାଇଣ୍ଡରେ ଯେଉଁଟା ଅଛି ସେଇଟା ଆଗକୁ ବଢ଼ିଲା ବେଳେ କିଛି ଜଣାପଡ଼ୁଛି, ସେତିକି ମାତ୍ର କହିବି। ମୋ ସାଙ୍ଗରେ କେହି ଆଲୋଚନା କରିନାହାନ୍ତି, ସେ କଥାରେ ମୁଁ କିଛି ଉତ୍ତର ଦେଇପାରିବିନି। ବିଜୟଙ୍କର ଆଦର୍ଶକୁ ଅପନାଇକରି ଯେମିତି ଆଗକୁ ଓଡ଼ିଶାକୁ ଗଢ଼ିବା ପାଇଁ ସମସ୍ତଙ୍କର ସହଯୋଗ ଦରକାର, ଏତିକି ସମସ୍ତଙ୍କର କାମନା।